ଯେ ସରକାରଙ୍କ କାନରେ ପହଞ୍ଚିବା ପାଇଁ ମୁଁ ଅଭିଯୋଗ କରିଛି। ଅଭିଯୋଗ ସତ୍ୟ। ମୁଁ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ, ତହସିଲଦାର, ଏକ୍ଜିକ୍ୟୁଟିଭ ଅଫିସର ଏସବୁ ମାପଚୁପ ଆରମ୍ଭ କଲେଣି। ମାପଚୁପରେ ପୌରପାଳ ନିଜେ ସିଏ ଏବଂ ତାଙ୍କ ସ୍ୱାମୀ 3 ଡିସିମିଲ୍ ସରକାରୀ ଜାଗା ମାଡ଼ି ବସିଛନ୍ତି, ଯାହାର ଦାମ ସେଠି ଅତି ମୂଲ୍ୟବାନ ଦାମ 45 ଲକ୍ଷ ଟଙ୍କା ପାଖାପାଖି ଉର୍ଦ୍ଧ୍ୱ ହେବ। 3 ଡିସିମିଲ୍ରୁ ଅଧିକା ଜାଗା, କିନ୍ତୁ ମାପଚୁପରେ ସେ 3 ଡିସିମିଲ୍ ଦେଖେଇଛନ୍ତି। ମୋର ଅଭିଯୋଗ ଉପରେ ସେ ନିଜେ ନଗର ପୌରପାଳ ପ୍ରତିକ୍ରିୟା ଦେଇଛନ୍ତି ଯେ ସିଏ ଡିସମିଲ୍ଟା ଜାଗା ଲିଜ୍ରେ ମାଗିଛନ୍ତି। ଯଦି ଲିଜ୍ରେ ମାଗିଛନ୍ତି, ଲିଜ୍ର ଏଗ୍ରିମେଣ୍ଟ ଥିବ, ଲିଜ୍ର କେସ୍ ରେକର୍ଡ ଥିବ। ଯଦି ଲିଜ୍ ବାବଦ କିଛି ଟଙ୍କା ଦାଖଲ କର ସେ ରସିଦ ଥିବ। କିଛି ନାହିଁ। ହଉ ଠିକ୍ ଅଛି, ଡିସମିଲ୍ରେ ତମେ ଲିଜ୍ ମାଗିଛ, ଆଉ 2 ଡିସମିଲ୍ ତମେ ମାଡ଼ି ବସିବ। ସରକାରୀ ଜାଗା, ତମ ପୌରପାଳ ଅଛ, ତମ ସ୍ୱାମୀ ଝିଅ ଯାକ ମିଶିକିରି କ୍ଷମତାକୁ ଅପବ୍ୟବହାର କରି ତମେ ମାଡ଼ି ବସିଛ ସରକାରୀ ଜାଗାକୁ। ଘର 3 ମାଳ କୋଠା ବି କରିଦେଲ। ଯଦି ତୁମେ ଏତେ କଥା କରିପାରିଲ, ପ୍ରଶାସନକୁ ଚାପ ପକାଇ ଚୁପ୍ କରେଇ ପାରିଲ, ଆମେ ମଧ୍ୟ ପ୍ରଶାସନକୁ ବର୍ତ୍ତମାନ ଦଉଛୁ, ନିର୍ଭର କଥା ଦଉଛୁ ଏବଂ ତାଙ୍କୁ ପ୍ରଶ୍ନ ପଚାରୁଛୁ। ଯଦି ଉଠା ଦୋକାନୀ ପାଇଁ ଯିଏ ବୁଲା ବିକାଳି, ଯିଏ 10 ଟଙ୍କା ରୋଜଗାର ତାର 5 ପାଣି କୁଟୁମ୍ବ ପୋଷୁଛି, ତା ପାଇଁ ଯଦି ନିୟମ ଉଚ୍ଛେଦ ଏବଂ ଡୋଜର ଲଗି ଭାଙ୍ଗିକି ଫୋପାଡ଼ି ଦିଆଯାଉଛି, ମୁଁ ନିଜେ ବ୍ୟକ୍ତିଗତ ଭାବରେ ଆଜି ସଂକଳ୍ପ ଶପଥ କରୁଛି ଯେ କୌଣସି ବୁଲା ବିକାଳି, କୌଣସି ଉଠା ଦୋକାନୀ କି ଯଦି ମ୍ୟୁନିସିପାଲିଟି ଉଠାନ୍ତି, ମୁଁ ତାଙ୍କ ଆଗରେ ଠିଆ ହେବି, ତାଙ୍କୁ ପ୍ରୋଟେକ୍ସନ ଦେବି ଏବଂ ଦରକାର ପଡ଼ିଲେ ଜେଲ ଯିବି। ତୁମେ ତାଙ୍କୁ କିଛି କରିପାରିବ ନାହିଁ ଯେ ଏପର୍ଯ୍ୟନ୍ତ ନଗରପାଳଙ୍କର ପୌରପାଳଙ୍କ ଘରକୁ ଉଚ୍ଛେଦ ନ କରିଛ, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛ, ଜିଲ୍ଲାପାଳ ଯେ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି, ତହସିଲଦାର ଚୁପ୍ ରହନ୍ତି, ଏକ୍ଜିକ୍ୟୁଟିଭ ଚୁପ୍ ରହନ୍ତି, ୟା ବିରୁଦ୍ଧରେ ମୁଁ ମାନେ ଗଭୀର ପ୍ରତିବାଦ କରୁଛି। ଭାଷା ନେଇ ନିନ୍ଦା କରିବା ପାଇଁ କୋଉ ଭାଷା ନିନ୍ଦା କରିବି? କ୍ଷମତାରେ ଥାଇ କ୍ଷମତାନ୍ଧ ହେଇ ଏଇଭଳି ଯୋଉଭଳିଆ ସେମାନେ ସବୁ କାମ କରିଛନ୍ତି, ପଇସା ଅଣ୍ଟିଲା ନାହିଁ ପୌରପାଳଙ୍କୁ। ଶ୍ରୀକାନ୍ତକୁ ନେଇ ପଇସା ଅଣ୍ଟିଲା ନାହିଁ। ଲକ୍ଷ ଲକ୍ଷ ଟଙ୍କା କଣ୍ଟ୍ରାକ୍ଟ କରୁଛ, ଲକ୍ଷ ଲକ୍ଷ ଟଙ୍କା ବ୍ୟବସାୟ କରୁଛ, ପିସି ପାଉଛ, ତଥାପି ପଇସା ଅଣ୍ଟିଲାନି। ସରକାରୀ ଜାଗା ମାଡ଼ି ଆସିବ, ଗରିବ ଲୋକଙ୍କ ଜାଗା। ଘରର ମୁରବୀ ଯୋଉଠି ବେଆଇନ କାମ କରୁଛି, ମ୍ୟୁନିସିପାଲିଟିର ମୁରବୀ ପୌରପାଳ, ସିଏ ଯଦି ବେଆଇନ କାମ କଲେ ତ ମୁହଁ କୋଉଠି ଅଛି? ଘର କାହାର ଉଠିବା ପାଇଁ, ଘର ଭାଙ୍ଗିବା ପାଇଁ ଲୋକ ତ ତାଙ୍କ ଅଙ୍ଗରେ ଥିବେ। ତେଣୁ ମ୍ୟୁନିସିପାଲିଟି ଅଫିସ ଗୋଟେ ପାଳଗଦ ଅଫିସ ହେଇଯାଇଛି। ଏନକ୍ରୋଚମେଣ୍ଟ କେମିତି ହେବ? ଏନକ୍ରୋଚମେଣ୍ଟ ଆମେ ଜାଣିଲେ ଏଭିକ୍ସନ କରାହବ, ତାକୁ ଆମ ନଜରକୁ ଆସିଲେ। ମୋ ତରଫରୁ ହିଁ ମୁଁ ଏଇଟା ଜାଣିବାକୁ ପାଇଲି ଯେ କ'ଣ ଦେବୋତ୍ତର ଜାଗା ଏନକ୍ରୋଚମେଣ୍ଟ ହେଇଛି ହେଲା। ଆଜି ହିଁ ନ୍ୟୁଜ୍ ପେପରରେ ବି ମୁଁ ଦେଖୁଥିଲି। ଆଉ ଆପଣମାନେ ଏବେ ଯାହା କହୁଛନ୍ତି, ମୁଁ ଡିଟେଲ୍ସ ଇନକ୍ୱାରି କରେ। ଯଦି ଦେବୋତ୍ତର ବିଭାଗର ଜାଗା ସତରେ ସେମିତି ଏନକ୍ରୋଚମେଣ୍ଟ ହେଇଛି ଆପଣମାନେ କହୁଛନ୍ତି, ସେଇଟା ଯଦି ସତରେ ପ୍ରୁଭ୍ ହେଇଯାଏ, ତ ଆମେ ଆମ ନିୟମ ଅନୁସାରେ ତାଙ୍କୁ ଏଭିକ୍ସନ କରିବୁ। କୋଠା ଭଙ୍ଗା ହବ ନିହାତି। ଆମ ଜାଗାରେ ଯଦି ହେଇଥିବ, ଅନଅଥରାଇଜ୍ ଯଦି ହେଇଥିବ। ଆଉ ଗୋଟେ କଥା ଯେ ଦେବୋତ୍ତର କଲୋନୀ ଅନେକ ଜାଗା ମାରିବ, ଜାଗା ବାହାରିବ। ହଁ ନିହାତି, ଯଦି କେହି ଏନକ୍ରୋଚ୍ କରୁଛନ୍ତି ଦେବୋତ୍ତର ଜାଗାକୁ ଆଉ ଆମ ନଜରକୁ ଆସିଲା, ନିହାତି ମାପଚୁପ ହବ, ଏଭିକ୍ସନ କରାହବ। ଆମେ ତ ଏଭିକ୍ସନ ଡ୍ରାଇଭ ରେଗୁଲାରଲି କରୁଛୁ। ଆଗରୁ ମାର୍କିଂ କରାହେଇଛି, ତଥାପି ଆମେ ଦେଖିବା ଯେ ଆପଣ ଯଦି କହୁଛନ୍ତି ପର୍ଟିକୁଲାରଲି କୋଉ କେସ୍ କଥା କହିଲେ, ଆମେ ସେଇଟା ନିହାତି ଇନକ୍ୱାରି କରିବୁ, ସେଇ ଜାଗାକୁ ଯିବୁ ଏବଂ ନିହାତି ମାପଚୁପ କରାହବ। ଲିଜ୍ ଦେବା ପାଇଁ ଅଛି, ଏଣ୍ଡୋମେଣ୍ଟ କମିଶନରଙ୍କର ଆଇନ ଅନୁସାରେ ଲିଜ୍ ଦେବା ପାଇଁ ଅଛି। ତାର ପୁରା ଡିଟେଲ୍ସ ଏସ୍ଓପି ଅଛି ହେଲା, ସେଇ ହିସାବରେ ଦିଆହଉଛି। ହଁ, ଘର ପାଇଁ ଯଦି ସିଏ ଜଣେ ଲିଜ୍ ନେଉଛି, ସେ ଘର କରିବ। ଯଦି କମର୍ସିଆଲ ପର୍ପଜ ପାଇଁ ନେଉଛି, ସେ ଦୋକାନ କରିବ କି କ'ଣ, ସେଇ କରିପାରିବ, କିଛି ଅସୁବିଧା। ହଁ ହଁ, ପର୍ପଜଟା ମେନସନ୍ କରିକି ସେ ନେବେ। ଯେହେତୁ ଶୁଣନ୍ତୁ ଦେବୋତ୍ତର ବିଭାଗର ଜାଗା ଗୁଡ଼ା ଯଦି ସେମିତି ପଡ଼ିଛି, କିଛି ଇନକମ୍ ଆସୁନାହିଁ ଏବଂ ମନ୍ଦିର ଗୁଡ଼ା ଆପଣ ଦେଖୁଛନ୍ତି ମ୍ୟାନେଜମେଣ୍ଟ ହେଇପାରୁନି ପଇସା ଅଭାବରୁ, ତ ନିହାତି ସେଇ ପ୍ରୋଭିଜନ ଅଛି ଯେ ଆମେ ନିହାତି ଲିଜ୍ ଦେଇକି ଯଦି ଆମେ ରେଣ୍ଟ କଲେକ୍ସନ କରିପାରୁଛୁ, ସେଇଟା ଆମ ପାଇଁ ମାନେ ମନ୍ଦିର ପରିଚାଳନା। ହଁ, ନିର୍ଦ୍ଦିଷ୍ଟ ଅଛି, ସେଇଟା ମେନସନ୍ ଅଛି। ମୁଁ କହୁଛି ପରା, ତାର ଡିଟେଲ ଏସ୍ଓପି ଅଛି, ସେଇ ହିସାବରେ ଦିଆହଉଛି ହେଲା। କିଛି ଆମେ ଆଇନ ଊର୍ଦ୍ଧ୍ୱରେ କେହି ନାହାନ୍ତି, ଆଇନ ହିସାବରେ ଦେଖିକି କରାହଉଛି ସବୁ ଜିନିଷ। ନାଇଁ ଶୁଣନ୍ତୁ, ଆପଣମାନେ କହୁଛନ୍ତି ଯୋଉଟା, ଏଇଟା ମୁଁ ଏବେ ଜାଣିଲି ନା। ମୁଁ ତାକୁ ଦେଖିବାକୁ ପଡ଼ିବ ଯେ କ'ଣ ହେଇଛି ଆକ୍ଚୁଆଲି, ସିଏ ନେଇଛନ୍ତି ନା ନାହିଁ। ନାଇଁ, ମୋତେ ଦେଖିବାକୁ ପଡ଼ିବ। ମୁଁ ଦେଖିନି, ଡିଟେଲ୍ସ ଦେଖିନି। ମୁଁ ଦେଖିବି କୋଉ ଖାତା ନମ୍ବର, କୋଉ ପ୍ଲଟ୍ ନମ୍ବର, କୋଉଠି କ'ଣ ହେଇଛି ହେଲା। ସେଇଠି ଦେବୋତ୍ତର ବିଭାଗର କେତେ ଜାଗା ଅଛି ସବୁ ଦେଖିକି। ହଁ ଶୁଣନ୍ତୁ, ଲିଜ୍ ନେଇକି କମର୍ସିଆଲ ପର୍ପଜରେ କି ଗଛ ଲଗେଇବା କି ଏମିତି ଗୁଡ଼ାଏ ଅଛି, ଏସ୍ଓପି ଅଛି। ସେଇ ହିସାବରେ ସିଏ କ'ଣ କରୁଛନ୍ତି ମୁଁ ତ ଦେଖିନି। ଆପଣମାନେ କହୁଛନ୍ତି କରୁଛନ୍ତି ରହିବା ପାଇଁ ଘର କରୁଛନ୍ତି କି କ'ଣ, ସେଇଟା ଦେଖିବା। ସେ କ'ଣ
ପୂର୍ବରୁ ନାଇଁ ମୁଁ ତ ଆସିବା ଦିନଠୁ ମୁଁ ଜାଣିନି ଏବେ ଆଜି ଜାଣିଲି ଗଣମାଧ୍ୟମ ଯୋଉ ପେପର ଯାହା ଡେଲି ନ୍ୟୁଜ୍ ଅଭିଯୋଗ ହେଲାଣି ହଁ ହେଇଥିବ ଆପଣ କେମିତି ଜାଣିଲେ? ନା ନିହାତି ଚିଫ ମିନିଷ୍ଟରଙ୍କ ଗ୍ରିଭାନ୍ସ ସେଲରେ ଯଦି ଦିଆ ହେଇଛି ସେଇଟା ଆମକୁ ଫରୱାର୍ଡ ହେଇକି ଆସିବ।